वेलकम टू एस एंड ए डेली भाइब्स। चलतु आज प्रस्तुत करवा मैगी नगेट्स। एठी मु 2 पीस मैगी नहीं आपण मैंने चाहिए अलग किसी ब्रांड्र नूडल्स नहीं पारे। ଆପଣ ଦେଖିପାରୁଥିବେ ମୁଁ ଏଠି मैगीर पानी पूरा सुखई देछि। मैगी पानिया रहिले भल भाबरे बाइंडिंग हेब नाही आउ छाणिबा समय फिटी जिवो मध्य। ମୁଁ ଏଇଠି ଗୋଟେ ଜାଗାରେ ମ୍ୟାଗି ନେଇଯାଇଛି। ସେଇଥିରେ ପକେଇଛି କଟା ହେଇଥିବା ଅଦା ଆଉ କଟା ହେଇଥିବା ଗୋଟେ ବଡ଼ ପିଆଜ। ଏଥିରେ ଆଡ୍ କରନ୍ତୁ ଗୋଟେ ଚାମଚ ଅଦା ରସୁଣ ପେଷ୍ଟ, ଗୋଟିଏ ଚାମଚ ଧନିଆ ଗୁଣ୍ଡ ଆଉ ଜିରା ଗୁଣ୍ଡ। ଟେଷ୍ଟ ପାଇଁ ଆଡ୍ କରିଛି କସ୍ତୁରୀ ମେଥି। ବାଇଣ୍ଡିଙ୍ଗ ପାଇଁ ମୁଁ ଏଇଠି ୟୁଜ୍ କରିଛି 2 ବଡ଼ ଚାମଚ କର୍ଣ୍ଣଫ୍ଲୋର ଆଉ 3 ବଡ଼ ଚାମଚ ବେସନ। ଯେତିକି ପରିମାଣ କହିଛି ଆପଣ ସେମିତି ବନେଇକି ଟ୍ରାଏ କରିବେ, ଦେଖିବେ ଏକଦମ ପରଫେକ୍ଟ ହେବ। ଏବେ ସେଇଥିରେ ଆଡ୍ କରନ୍ତୁ ଗୋଟେ ଚାମଚ ଲଙ୍କା ଗୁଣ୍ଡ ଆଉ ଗୋଟେ ଚାମଚ ତେଲ। ଏବେ ଏହାକୁ ଭଲ ଭାବରେ ଚକୁଡ଼ି ଦେଇ ଏକ ଡୋ ପରି ପ୍ରସ୍ତୁତ କରିନିଅନ୍ତୁ। ହେଇ ଦେଖନ୍ତୁ ଆପଣଙ୍କୁ ଏହିପରି ହିଁ ପ୍ରସ୍ତୁତ କରିବାର ଅଛି। ତାପରେ ଆପଣ ଆପଣଙ୍କର ମନପସନ୍ଦ ଅନୁସାରେ ତାକୁ ସେପ୍ ଦିଅନ୍ତୁ। ଆଉ ହଁ, ବନେଇବା ସମୟରେ ପାଣିର ୟୁଜ୍ ମଧ୍ୟ କରୁଥିବେ, ଯାହା ଫଳରେ ହାତରେ ଲାଗିବନି ଆଉ ପରଫେକ୍ଟ ସେପ୍ ମଧ୍ୟ ହେବ। ମୁଁ ଏଠି ସ୍କୋୟାର ସେପ୍ରେ ପ୍ରସ୍ତୁତ କରିଛି। 100% ଗ୍ୟାରେଣ୍ଟି ଏଇଟା ସମସ୍ତଙ୍କୁ ଭଲ ଲାଗିବ। ଖାସ୍ କରି ଛୋଟ ପିଲାମାନଙ୍କୁ ବହୁତ ପସନ୍ଦ ଆସିବ। ଆପଣ ଏହାକୁ ଏମିତି ସେପ୍ ଦେଇ ଡାଇରେକ୍ଟ ଫ୍ରିଜରେ ଷ୍ଟୋର କରିକି ରଖିପାରିବେ। ଆଉ ଯେବେ ଇଚ୍ଛା ହେବ ଗରମ ଗରମ ଛାଣି ମଧ୍ୟ ଖାଇପାରିବେ। ଆପଣ ଦେଖିପାରୁଥିବେ ମୁଁ ଏଠି ସବୁ ସ୍କୋୟାର ସେପ୍ରେ ନଗେଟ୍ସ ବନେଇ ନେଇଛି। ଆପଣ ଚାହିଁଲେ ଏହାକୁ ଛାଣି ପାରିବେ, ନହେଲେ ପ୍ୟାନ୍ ଫ୍ରାଏ ମଧ୍ୟ କରିପାରିବେ। ଏବେ ଗୋଟେ କଡ଼େଇରେ ନେବା ତେଲ ଗରମ ହେଇସାରିଛି। ଏବେ ଗୋଟେ ଗୋଟେ ନଗେଟ୍ସକୁ ପକେଇ ଭଲ ଭାବରେ ଛାଣି ନେବା। ଧ୍ୟାନ ରଖିବେ ନଗେଟ୍ସ ପକେଇବା ସମୟରେ ଆପଣଙ୍କ ତେଲ ଯେମିତି ହାଇ ଫ୍ଲେମ୍ରେ ଥିବ। ଯେତେବେଳେ ନଗେଟ୍ସ ଅଧା ଅଧା ହେଇ ଆସୁଥିବ ସେ ସମୟରେ ଆପଣଙ୍କୁ ଫ୍ଲେମ୍ ଲୋ କରିଦେବାର ଅଛି। ଆପଣ ଦେଖିପାରୁଥିବେ ନଗେଟ୍ସର ଗୋଟିଏ ପଟ ହେଇସାରିଲାଣି। ପୁରା ଗୋଲ୍ଡେନ୍ ବ୍ରାଉନ୍ ହେଲା ପର୍ଯ୍ୟନ୍ତ ଆପଣଙ୍କୁ ଛାଣିବାର ଅଛି। ଆପଣ ଯଦି ଜଲ୍ଦି ବାହାର କରିଦେଉଛନ୍ତି ତାହେଲେ ଭିତରୁ କଞ୍ଚା ରହିଯିବ ଆଉ ଖାଇଲା ବେଳକୁ କାଦୁଆ ଲାଗିବ। ଚାଲନ୍ତୁ ବାକି ଥିବା ନଗେଟ୍ସକୁ ସେଇ ସେମ୍ ପ୍ରୋସେସରେ ଛାଣି ନେବା। ଏବେ ଆମର ପରଫେକ୍ଟ ମ୍ୟାଗି ନଗେଟ୍ସ ପ୍ରସ୍ତୁତ ହେଇଯାଇଛି। ଭିଡ଼ିଓ ଭଲ ଲାଗିଲେ ଲାଇକ୍ ଟିଏ କରିବେ।